लिंग पुराण द्वितीय खंड हरिहर मिलन। नारायणंकर भाव जाणी कृतिवास, मने मने हुअन्ति से परम संतोष। सुप्रसन्न चित्त लिंग मध्युमापति, आविर्भाव होई विष्णु समीपे आसन्ति। हे हरिहर देवंक अपूर्व मिलन, कि कहिबि तांक प्रेम आलाप जेसन। अति विचित्र से सदा शिवंकर बेश, शरत चंद्र हूँ शोभा सर्वंग देश। मनोहर जटा जुट मस्तक उपरे, तिनि तनय शोभई तांक ललाटरे। त्रिशूल पिनाक धनु डम्बरु श्रीकरे, कटी तट शोभा पाए पुणी व्याघ्राम्बरे। दिगंबर वेशे हेब देव त्रिलोचन, नारायणंक आगरे करन्ति नर्तन। शिवंकर से तांडव देखि नारायण, आनंद सागर नीरे हुअन्ति मगन। पांचजन्य शंख ध्वनि घन घन करी, शिवंक संगे नाचन्ति आपणे श्रीहरि। डिबि डिबि करी तहु शिव उमापति, आनंद मने सुताळे डम्बरु बजान्ति। दुहे दुहिंकर भावे महामतुआली, रंगे ढंगे नर्तन करन्ति ढळि ढळि। हरिहरंकर नृत्य करि दर्शन, अति आनंदित मने ब्रह्मा तत्क्षण। करताଳି देई नाची उठिले सरागे, ताहा देखि देवगण सर्वे चौदिगे। मंडली आकारे कले मधुर नर्तन, दुन्दुभि वाद्य वादन करी घन घन। से दुन्दुभि महाध्वनि कंपाए भुवन, वीणा वेणु प्रणवादि बाजे अगणन। कंसाळ झंझाळ ताळ तुले भेरी तुरी, जय काहाळी सहिते मंगल महुरी। एमन्ते नानादि वाद्य यंत्र मान बाजे, ब्रह्मा शिव संगे नाचुछन्ति विष्णु बीजे। सेहि काले अप्सरी किन्नरी माने भोले, आकाश मार्गरु सर्वे पुष्प वृष्टि कले। जय जय शबदरे उछुळे धरणी, स्तव गाने आनंदित से अमर श्रेणी। हरिहरंक चरण नुपुर निनाद, तिनि भुवने जन्माए अपूर्व आनंद। श्रीअंग कांति छोटा से नारायणंकर, इंद्रनील मणि जिणी शोभा चमत्कार। शिवंक श्रीअंग तेज स्फटिक निंदन, धला कला बेणी मूर्ति दिव्य पघन। ब्रह्मांकर अंग कांति माणिक्य कुजिणी, तिनि बने तिनि देव अपरूप ठाणी। अत्यंत उल्लास भरे करन्ति नर्तन, चौपाशे बेढ़ी देवे नृत्य निमग्न।
ଏହି ମତେ ମହାନୃତ୍ୟ ବାରାଣସୀ କ୍ଷେତ୍ରେ କି ବର୍ଣ୍ଣିବି ମୁହିଁ ଅବାସେ ଶୋଭା ଯେ ମନ୍ତେ ସହଜେ ତାହାର ନାମ ଆନନ୍ଦ କାନନ ଆନନ୍ଦର ସୀମା ନାହିଁ ଆହେ ତପୋଧନ ଭୋଳାନାଥ ସଦା ଶିବଙ୍କର ତାଣ୍ଡବରେ ବିମୋହିତ ବ୍ରହ୍ମାଦି ସକଳ ମରେ ସୁମଧୁର ନୃତ୍ୟ ନଟ ଚୂଡ଼ାମଣିଙ୍କର ବିଲୋଚନେ ସର୍ବଦେବେ ଅତି ମଦଭର ନୃତ୍ୟ ମହାମତ୍ତ ହୋଇଛନ୍ତି ମହେଶ୍ୱର ହରି ପ୍ରେମେ ପୁଲକିତ ତାଙ୍କ କଳେବର ଡମ୍ବରୁ ବାଦନ ସଙ୍ଗେ ନୂପୁର ଶବଦ ଋଣୁ ଝୁଣୁ ହୋଇ ବାଜେ ଚାଲିବାରେ ପଦ ବ୍ରହ୍ମା ବିଷ୍ଣୁ ଆଦି କରି ସର୍ବଦେବଗଣ ଅଶକତ ହୋଇ କଲେ ନୃତ୍ୟ ସମ୍ବରଣ ମାତ୍ର ଶିବଙ୍କ ତାଣ୍ଡବ ବେଳୁ ବେଳ ଭାରି ଅତି ଆଚମ୍ବିତ ନୃତ୍ୟ କଲେ ତ୍ରିପୁରାରୀ ବାହୁ ଯୁଗଳରେ କ୍ଷିପ୍ତ ହୋଇ ଦେବଗଣ ବହୁ ଦୂରେ ସର୍ବେ ଯାଇ ହେଲେନି ପତନ ବିଚିତ୍ର ନୃତ୍ୟ କରନ୍ତି ଦେବ ଦିଗମ୍ବର ତା ଦେଖି ତାଟକା ହେଲେ ବ୍ରହ୍ମା ଚକ୍ରଧର କାତର ହୋଇ କହନ୍ତି ବିନୟ ବଚନ ନୃତ୍ୟ ସମ୍ବରଣ କର ଆହେ ତ୍ରିଲୋଚନ ଅସମ୍ଭାଳ ହୋଇଲେଣି ଦେବୀ ବସୁମତୀ ତବ ପାଦ ଭରା ସତୀ ସହି ନ ପାରନ୍ତି ରକ୍ଷା କର ଜଗତକୁ ଦେବ ଦେବହର ଦେଖ ପୃଥିବୀ କେମନ୍ତେ ହନ୍ତି ଥରହର ଏମନ୍ତ ବଚନ ଶୁଣି ଦେବ ପଞ୍ଚାନନ ନୃତ୍ୟ ତେଜି କହିଲେ ସେ ଗମ୍ଭୀର ବଚନ ଶୁଣ ଶୁଣ ମୋର ବାଣୀ କମଳ ଆସନ ଶୁଣ ମୋ ବଚନ ଆହେ ଦେବ ପଞ୍ଚାନନ ତୁମ୍ଭ ମନ ଭାବ ଜାଣିବାକୁ ସିନା ମୋହି ନର୍ତ୍ତନରେ କା ଭୋଳ ହୋଇ ଯେଥିଲଇଁ ଏବେ ତୁମ୍ଭ ଭାବ ଦେଖି ଆପଣେ ନୟନେ ଧନ୍ୟବାଦ ଦେଉଅଛି ମୋର ମନେ ମନେ ହିଂସା ବହି ମୁଁ ଯେ କରୁ ନଥିଲି ନର୍ତ୍ତନ ମୋର ଏ ନୃତ୍ୟ ବିଶ୍ୱର ମଙ୍ଗଳ କାରଣ ସଦା ମହାଶାନ୍ତ ମୂର୍ତ୍ତି ମୁହିଁ ବ୍ରହ୍ମାଣ୍ଡରେ ମୋ ଠାରୁ ସକଳ ଜୀବ ଏହି ଚରାଚରେ ପିତା ନିଜ ପୁତ୍ରେ କରେ ନାହିଁ ବିନାଶନ ହୃଦୟରେ ସଂଶୟ ନ ରଖ କଦାଚନ ଶୁଣ ବିଧି ନାରାୟଣ ବଚନ ମୋହର କାଶୀ ଧାମେ ସନ୍ନିହିତ ରହି ଅନିର୍ବାର ତୁମ୍ଭମାନଙ୍କୁ ଦେଇଛି ସୁଭେଦ ରସନ ବିଶ୍ୱନାଥ ନାମେ ଲିଙ୍ଗ ପୂଜା ପ୍ରତିଦିନ ମହାଜ୍ୟୋତିର୍ମୟ ମୋର ଲିଙ୍ଗ ବିଶ୍ୱେଶ୍ୱର ସର୍ବଦେବ ଗଣ ସଙ୍ଗେ ଆରାଧନା କର ଏତେ କହି ଦିଗମ୍ବର ହେଲେ ତିରୋହିତ ବ୍ରହ୍ମା ବିଷ୍ଣୁ ଆଦି ଦେବେ ମଣିଲେ ଚକିତ ଲିଙ୍ଗ ମଧ୍ୟ ସଦା ଶିବ ଗୁପ୍ତ ହୋଇଲେ ଭକ୍ତିରେ ସେ କାଳେ ସର୍ବେ ନମସ୍କାର କଲେ ବାମଦେବ ତୁଣ୍ଡି ଋଷି ଆଗେ ଚରିତ
ବଖାଣିଲେ ଯଥା କାଳେ ସ୍ମରି ପଞ୍ଚମାଥ। ହେ ସୌନକ ଶୁଣିଲ ତ ଏ କଥା ସକଳେ, ଆଉ କିସ ଶୁଣିବାକୁ ତବ ଇଚ୍ଛା ବଳେ। ପଚାରିଲେ କହିବଇ ଆନନ୍ଦ ମାନସେ, ସନତ କୁମାର ଏ ସନ ଭଣିଲେ ହରସେ। ସେହି ମହାତ୍ମା ମାନଙ୍କ ପଦର ଜତଳି, ଅଧମ କ୍ଷେତ୍ର ମୋହନ ଶିରେ ହୁଏ ବଳି। ଅମୃତ ସୁମଧୁର ଏ ଲିଙ୍ଗ ପୁରାଣ, ପଢ଼ି ଶୁଣି ନର ନାରୀ ଲଭ ପରିତ୍ରାଣ। ଇତି ଶ୍ରୀଲିଙ୍ଗ ପୁରାଣେ ଦ୍ୱିତୀୟ ଖଣ୍ଡେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଅର୍ଚ୍ଚନ ପ୍ରସଙ୍ଗେ ଶିବ ନୃତ୍ୟ ମହାତ୍ମ୍ୟ ବର୍ଣ୍ଣନେ ନାମ ଅଷ୍ଟମ ଅଧ୍ୟାୟ। ନବମ ଅଧ୍ୟାୟ ଶିବଲିଙ୍ଗ ସ୍ଥାପନ ଓ ଅଭିଷେକ ଆଦିର ବିବରଣ। ସୌନକ ଉବାଚ ଏଥୁ ଅନନ୍ତରେ ସେ ସୌନକ ତପୋଧନ, ବିଧିସୁତଙ୍କୁ ପୁଛିଲେ କରିବହୁ ମାନ୍ୟ। ହେ ସର୍ବଜ୍ଞ ବେଦ ବେତ୍ତା ଋଷି ବ୍ରହ୍ମଚାରୀ, ଜ୍ୟୋତିର୍ଲିଙ୍ଗ ପୂଜା ଯାହା କହିଲ ବିସ୍ତାରୀ। ଶ୍ରବଣ କରିଲ ଭିଲୁ ପରମ ଆନନ୍ଦ, ଆବର ପଚାରୁ ଅଛୁ ସର୍ବେ ମୁନି ବୃନ୍ଦ। ଲିଙ୍ଗ ସ୍ଥାପନ କିପରି କରିବାକୁ ହୁଏ, ପୁଷ୍ପଦାନେ କେଉଁ ଫଳ ହୁଅଇ ଉଦୟେ। ଅଭ୍ୟଙ୍ଗରେ କ୍ଷୀର ସ୍ନାନେ ଉଦକ ସୋପନେ, ମୁଖବାଦ୍ୟେ ସ୍ତୁତି ବାକ୍ୟ ଅର୍ଜନେ ବନ୍ଦନେ। ଏ ସକଳ କାର୍ଯ୍ୟ କେଉଁ ଫଳ ହୁଏ ଲାଭ, କହନ୍ତୁ ବିସ୍ତାର କରି ହେ ଋଷି ପୁଙ୍ଗବ। ସୌନକଙ୍କ ଅଭିଳାଷ କରି ସୁଶ୍ରବଣ, ପ୍ରଫୁଲ୍ଲ ବଦନେ ତହୁଁ ବିଧିଙ୍କ ନନ୍ଦନ। ଇଷ୍ଟଦେବଙ୍କ ଚରଣେ କରି ନମସ୍କାର, ବଖାଣି ବସିଲେ ପୁଣି ଲିଙ୍ଗ ସମାଚାର। ସନତ କୁମାର ଉବାଚ ଶୁଣ ହେ ମୁନି ପ୍ରବର, ପ୍ରଶ୍ନ କଲ ଯାହା, ତୁମ୍ଭମାନଙ୍କୁ ବୁଝାଇ କହୁଛି ମୁଁ ତାହା। ଶିବଲିଙ୍ଗ ଯେଉଁ ପରି କରିବ ସ୍ଥାପନା, ସେ ବିଧାନ ହେତୁ କର ଆହେ ମହାମନା। ଚର ଚର ଭାବରେ ଲିଙ୍ଗ ବେନିବିଧ, ଚରଲିଙ୍ଗ ଅଙ୍ଗୁଷ୍ଠୀର ପରିମାଣେ ସିଦ୍ଧ। ଅଚରଲିଙ୍ଗ ଯେ ହସ୍ତ ପରିମାଣ, ସ୍ଥାପନ କରି ପୂଜିବ ଭକ୍ତି ସହିତେଣ। ଦୁଇ ଲିଙ୍ଗ ଏକ ସଙ୍ଗେ ପୂଜା ନ କରିବ, ପୃଥକ ପୃଥକ ଭାବେ ଅର୍ଚ୍ଚନ କରିବ। ପାଷାଣ ଗୋମୟ କିମ୍ବା ମୂର୍ତ୍ତିକା ବଲ୍ମୀକେ, ଶିବଲିଙ୍ଗ ନିର୍ମାଣିବ ଶ୍ରଦ୍ଧେ ଯଥା ଶକେ। ଅଥବା ମାତୁ ନିର୍ମିତ ଲିଙ୍ଗ ମନୋହରେ, ଆରାଧିବ ଉପଚାରେ ଯତନ ପ୍ରକାରେ। ଶିବଲିଙ୍ଗ ସ୍ଥାପନରେ ଯେଉଁ ଫଳ ମିଳେ, ପ୍ରକାଶ କରୁଛି ତାହା ବୁଝ ମୁନି କୂଳେ। ଅସଂଖ୍ୟ ସୁବର୍ଣ୍ଣ ଦାନ କଲେ ଯେଉଁ ପୁଣ୍ୟ, ତାହା ପ୍ରାପ୍ତ ହୋଇ ସ୍ଥାପିଲେ ଈଶାନ। କିବା ବିପ୍ର କିବା ଶୂଦ୍ର କି ପୁରୁଷ ନାରୀ, ଶିବଲିଙ୍ଗ ସ୍ଥାପନରେ ସର୍ବେ ଅଧିକାରୀ। ଯେଉଁ ଜନ ଶିବଲିଙ୍ଗ କରଇ ସ୍ଥାପନ, ପୂର୍ବଜନ୍ମ ନ ହୋଇ ତାର କଦାଚନ।
ଭୂମି ଦାନେ ରତ୍ନ ଦାନେ ହୁଏ ଯେଉଁ ପୁଣ୍ୟ, ତାମିଳଇ ଶିବଲିଙ୍ଗେ କଲେ ରତ୍ନ ଦାନ। ନମସ୍କାର କରେ ଯେ ବାଲିଙ୍ଗ ମହେଶ୍ୱରେ, ସକଳ କାମନା ସିଦ୍ଧି ଲଭେ ସେ ଅଚିରେ। ଘୃତେ ଶିବଲିଙ୍ଗ ଯେହୁ କରଇ ମର୍ଦନ, ଗୋଦୁଗ୍ଧରେ ତଦନ୍ତରେ କରେ ଲିଙ୍ଗ ସ୍ନାନ। ଶିବଲୋକ ଯାଏ ସେହି ଅନ୍ତିମ ସମୟେ, ପୁନର୍ଜନ୍ମ ନାହିଁ ତାର ଜାଣ ମୁଁ ନିଶ୍ଚୟେ। ସତେକ ସହସ୍ର ଧେନୁ ବିପ୍ରେ କଲେ ଦାନ, ଯେବଣ ପୁଣ୍ୟ ଲଭନ୍ତି ଏ ସଂସାରେ ଜନ। ସେହି ପୁଣ୍ୟ ଫଳ ମିଳେ କ୍ଷୀର ଜଳ ସ୍ନାନେ, ସ୍ୱର୍ଗପୁରେ ମିଳେ ବାସ ଅବଶ୍ୟ ସେ ଜନେ। ପକ୍ଷ କରେ ଥରେ ମାତ୍ର କଲେଟି ଭୋଜନ, କିଏ ବା କଲେ ମାସକ ତ୍ରିବାର ସନ। ହେମନ୍ତ ବ୍ରତ ପାଳନେ ହୁଏ ଯେଉଁ ଫଳ, ଉଦକ ସ୍ନପନେ ତାହା ମିଳଇ କେବଳ। ବତ୍ସା ସହିତରେ ଧେନୁ ବିପ୍ରେ ଦାନ କଲେ, ସେ ଦାତାକୁ ଯେଉଁ ଫଳ ମିଳଇଟି ଭଲେ। ଶିବଲିଙ୍ଗେ ପୁଷ୍ପ ଦାନେ ସେ ଫଳ ପ୍ରାପତ, ଏଥିରେ ସଂଶୟ ନାହିଁ आहे ତପବନ୍ତ। ଶୁଣ କିନା ଶିବଲିଙ୍ଗ ପ୍ରିୟ ପୁଷ୍ପ ଯେହି, ପରମ ସନ୍ତୋଷ ହୁଅନ୍ତି ଉମାପତି ଜହିଁ। ଗଙ୍ଗ ଶିଉଳି ବକୁଳ ହକ ବିଚ କୀଳ, ଖାସ କୁଶ କିଛୁ କପାଟଳି ସର୍ବୋତ୍ପଳ। ଧୁସ୍ତୁର ଅର୍ଚ କଦମ୍ବ କୁଟଜ ମନ୍ଦାର, ନାଗାର୍ଜୁନ ସେବତୀ ଟଗର କରବୀର। ଉଭୟ ପଦ୍ମ ପୁନାଗ କୁଙ୍କୁମ ଗୟସ, ଏ ପୁଷ୍ପମାନଙ୍କେ ଶ୍ରଦ୍ଧା କରନ୍ତି ମହେଶ। ଏଣୁ ଏହି ପୁଷ୍ପ ଆଣି ଯଥା ବିଧାନରେ, ମଣ୍ଡନ କରିବ ଯତ୍ନେ ଲିଙ୍ଗ ମସ୍ତକରେ। ଶିବଙ୍କ ଯୋଗ୍ୟ ପୁଷ୍ପ ନିଷେଧ ଯେ ସର୍ବ, ଲିଙ୍ଗ ମସ୍ତକରେ ତାହା କଦାପି ନ ଦେବ। ଶିରୀଷ ବନ୍ଧୁ କବି ଭୀତକ ମହତକ, ଅପୁଣ୍ଡ୍ରକ କେତକୀ କରଞ୍ଜଏ ଯେତେକ। କୁନ୍ଦ ପୁଷ୍ପ ଆଦି ଯେତେ କୁସୁମ ନିକର, ନ ମଣ୍ଡିବ କେବେ ଶିବଲିଙ୍ଗ ମସ୍ତକର। ଜୟନ୍ତୀ କୁସୁମ ଅଟେ ପୁଣ୍ୟର ଆଧାର, ଯତନେ ଅର୍ପିବ ଆରି ଲିଙ୍ଗ ମସ୍ତକର। ଯେଉଁ ମାସେ ଯେଉଁ ଫୁଲେ କରିବ ଅର୍ଚ୍ଚନା, ତାହା କହୁଅଛି ଶୁଣ आहे ମହାମନା। ଶ୍ରାବଣ ମାସରେ ଲିଙ୍ଗେ ମଣ୍ଡିବ ଉତ୍ପଳ, ଭାଦ୍ର ମାସରେ ଲିଙ୍ଗରେ ଦେହ ହେ କମଳ। ଆଶ୍ୱିନରେ ଅପମାର୍ଗ ଦେଲେ ଲିଙ୍ଗ ଶିରେ, ବହୁ ପୁଣ୍ୟ ଲାଭ ହୁଏ ମୁକ୍ତି ଅନ୍ତିମରେ। ସହସ୍ରେ କର ବିରହୁଁ ଉତ୍ପଳ ପ୍ରଧାନ, ସହସ୍ରେ ଉତ୍ପଳ ଏକ ଅର୍କର ସମାନ। ସହସ୍ର ପଦ୍ମ ରାଗରେ ଯେଉଁ ଫଳ ହୁଏ, एकमात्र बक पुष्पे से पुण्य निश्चय। बक ठारु श्रेष्ठ पुष्प आउ किछि नाही, श्रीमुखरे हा कही छन्ति उमा साई।
सहस्र जातिर तहु चंपक सरस, चंपक अपेक्षा श्रेष्ठ धूस्तुर अवश्य, धूस्तुर अपेक्षा श्रेष्ठ अटे सिंधु फूल, ताठारु पुनाग श्रेष्ठ हे मुनि शार्दूल, सहस्रे पुनाग तहु श्रेष्ठ कनिकार, कनिकार हूँ श्रेष्ठ जे बृहति आवर, सकल पुष्प हूँ श्रेष्ठ एका बिकदल, परम संतोष एथि शंकर केवल, जेउ सबु पुष्प मुहि कलहि वर्णन, ता भावे बिलोपत्र करिण अर्पण, एहि पुष्प पत्र लिंगे कले क प्रदान, छाड़ी पलाए निश्चय दुर्गति कषण, श्रद्धा भक्ति सहित रे जेउ भाग्यवान, पुष्प बिलो शिवलिंगे करई अर्पण, अश्वमेध यज्ञ फल ताहाकु मिलई, अंत काले शिवपुरे निश्चिंते बसई, चंपा पुष्प लक्षे चढ़ाइले शिवलिंगे, वैकुंठ भुवने सेहु चले उत्तमांगे, लक्षे पद्म पुष्प देले शिवलिंग परे, ब्रह्मलोके स्थान मिले अंतिम काल रे, लक्षे बिलो दल लक्षे धूस्तुर कुसुम, शिवलिंगे समर्पई जेउ पुण्यवान, शिवलोकरे से बसे महानंदरे, एथिरे तिले संशय न कर मनरे, एमंत्रण विधि सुत मुनि गण पासे, प्रकाश कले हर से यथा अवकाशे, सेहि नैमिष कानन मुनिक चरणे, नमस्कार करि दास क्षेत्रवासी भणे। इति श्रीलिंग पुराणे द्वितीय खंडे शिवलिंग स्थापनादि पुष्पदान फल कथने नाम नवम अध्याय। दशम अध्याय काशी क्षेत्र रे गंगा महात्म्य वर्णन। सौनक उवाच सुत ऋषिंकी अनाई सौनक तापस, पचारिले विनय रे भावे होई बस। कह कह विधि सुत काशीर वृत्तांत, उत्तर वाहिनी गंगा महिमा केमंत। सनत कुमार उवाच अपूर्व कथन शुण तापसनि करे, जे काशी क्षेत्र विराजे जाह्नवीर तीरे। सेहि पुण्य धाम कथा अति मधुमय, जहि अनुरागी सदा शिव मृत्युंजय। सर्वदेवींकर सेहि स्थान रे बसती, से तीर्थ दर्शन मिले परम सुगति। मकर राशि की जेबे जानती दिवाकर, सेहि काले काशी धामे जाए जेउ नर। उत्तर वाहिनी गंगा करई दर्शन, नमस्कार आचरिण भक्ति भावेण। गंगा स्तवन वंदन तुंडरे उच्चारी, पापुनि स्तरिबि बोली मनरे विचारी। गंगार पवित्र जले करई जे स्नान, महापुण्य लभे सेहि भाग्यवंत जन। जेउ शिवलिंग रूप धरि अनुक्षण,
ସୁର ନଦୀ ଜାହ୍ନବୀରେ କରନ୍ତି ସେବନ। ତାହାଙ୍କ ମହିମା ମୁଖେ କେବା କହିପାରେ। ଏମନ୍ତ ଜଣେ ମୁଁ ନ ଦେଖଇ ଜଗତରେ। ହରି ହରି ଏକ ଅଟନ୍ତି ଏ ଦୁଇ ମୂର୍ତ୍ତି। ଭିନ୍ନ ଭିନ୍ନ ନାମ ମାତ୍ର ଇଚ୍ଛାରେ ଧରନ୍ତି। ସର୍ବତ୍ର ବିରାଜେ ଲିଙ୍ଗ ହରିର ଆକାରେ। ଲିଙ୍ଗର ଆକାରେ ହରିଛନ୍ତି ସବୁଠାରେ। ଏହୁ ବେନି ଅଣୁ ମାତ୍ର ନହୁଇ ଭିନ୍ନ। ଭେଦମଣେ ଭ୍ରମ ବସେ ଯେବା ମୂଢ଼ ଜନ। ମହାପାପୀ ଜ୍ଞାନହୀନ ସେ ଜନ ସଂସାରେ। ନିସ୍ତାର ନାହିଁଟି ତାର ପଡ଼େ ନରକରେ। ନିଖିଳ ବ୍ରହ୍ମାଣ୍ଡେ ଯେ କି ବୋଲାନ୍ତି ଈଶ୍ୱର। ସର୍ବକାରଣ କାରର ଯେଉଁ ବିଶ୍ୱମ୍ବର। ଯୁଗାନ୍ତେ ରୁଦ୍ର ରୂପକୁ ଧାରଣ କରିଣ। ସମସ୍ତ ବ୍ରହ୍ମାଣ୍ଡ ଯେହୁ କରନ୍ତି ଦଂଶନ। ସେହି ବ୍ରହ୍ମା ସେହି ବିଷ୍ଣୁ ସେହି ମହେଶ୍ୱର। ଏକ ମୂର୍ତ୍ତି ତିନି ନାମେ ବ୍ରହ୍ମାଣ୍ଡ ଠାକୁର। ମହାବିଷ୍ଣୁଙ୍କର ଏହି ତିନୋଟି ମୂରତି। ଭେଦଭାବ ଏଥି ଭାବେ ଯେଉଁ ମୂଢ଼ମତି। ନିଶ୍ଚୟ ନରକେ ସେହି କରଇ ଗମନ। ତାହାର ଯାତନା ଯେତେ ଅତି କଥନ। ଚନ୍ଦ୍ର ସୂର୍ଯ୍ୟ ଗ୍ରହ ପନ୍ତି ନକ୍ଷତ୍ର ନିଶ୍ଚୟ। ଯେ ପର୍ଯ୍ୟନ୍ତ ଥାନ୍ତି ଦେବା ପାଇଁ କି ଆଲୁଅ। ତାବତ ସେ ପାପୀ ରହେ ନରକ କୁଣ୍ଡରେ। କେତେ ଯେ ଯାତନା ପାଏ କେବା କହିପାରେ। ଶ୍ରୀ ହରିହର ବ୍ରହ୍ମାଙ୍କୁ ଯେଉଁ ସାଧୁ ଜନ। ସର୍ବଦା ଭେଦ ବୁଝି କରେ ଦର୍ଶନ। ସେହି ପ୍ରାଣୀ ପୁଣ୍ୟବନ୍ତ ଅଟଇ ସଂସାରେ। ଯାବତୀୟ କଷ୍ଟରୁ ସେ ମୁକ୍ତି ଲାଭ କରେ। ପରମ ଆନନ୍ଦମୟ ପଦ ପାଏ ପରେ। ଅଖଣ୍ଡ୍ୟ ଶାସ୍ତ୍ର ବଚନ କହିଲି ତୁମ୍ଭରେ। ସକଳର ଆଦି ଯେ କି ଆହେ ତପୋଧନ। ଜଗତର ସୃଷ୍ଟିକର୍ତ୍ତା ଯେଉଁ ଭଗବାନ। ସେହି ଜଗନ୍ନାଥ ସଦା ବାରାଣସୀ ଧାମେ। ଲିଙ୍ଗ ମୂର୍ତ୍ତି ଧରିଛନ୍ତି ଇଚ୍ଛାରେ ଆପଣି। ଜ୍ୟୋତିର୍ଲିଙ୍ଗ ନାମ ତାଙ୍କ ସେହି କାଶୀପୁରେ। ପରମ ଜ୍ୟୋତି ଲାଭ ହୁଏ ଦର୍ଶନ ମାତ୍ରରେ। ଶିବଙ୍କ ପାଷାଣ ଲିଙ୍ଗ କିୟ ବା ମୃଣ୍ମୟ। ଯେଉଁ ସ୍ଥାନେ ଥାଏ ଲିଙ୍ଗ କିବା ଦାରୁମୟ। ଅଥବା ଶ୍ରୀ ବିଷ୍ଣୁଙ୍କର ପାଷାଣ ମୂରତି। ମୃଣ୍ମୟ ବା ଦାରୁମୟ ଯହିଁ ବିରାଜନ୍ତି। କିୟ ବା ତାହାଙ୍କ ଚିତ୍ର ସୁଅଙ୍କିତ ଥାଏ। ଶ୍ରୀହରି ତହିଁ ରାଜନ୍ତି ସର୍ବଦା ନିଶ୍ଚୟ। ନିଜର ଅଥବା ଯେ କି ଅନ୍ୟର କାରଣେ। ପୁରାଣ ପାଠ କରନ୍ତି ଶ୍ରଦ୍ଧା ଭକ୍ତି ମନେ। ନର ରୂପୀ ନାରାୟଣ ସେହି ସାଧୁ ଜନ। ନାହିଁଟି ସନ୍ଦେହ ଏଥି ଆହେ ତପୋଧନ। କର୍ମ ଦ୍ୱାରା ଚିନ୍ତା ଦ୍ୱାରା ବାକ୍ୟରେ ଆବର। ବିଷ୍ଣୁଙ୍କୁ ଭଜନା କରେ ଯେଉଁ ସାଧୁ ନର। ନିତ୍ୟରତ ଥାଏ ଯେ ବା ଶିବଲିଙ୍ଗାର୍ଚ୍ଚନେ।
ଶ୍ରୀହରି ତା ପାଖେ ଥାନ୍ତି ସଦା ସର୍ବସ୍ଥାନେ। ପବିତ୍ର ପୁରାଣ ଯେହୁ କରନ୍ତି କୀର୍ତ୍ତନ, ହରିନାମ ଧାରି ସେହି ମହାଭାଗ୍ୟବାନ। ପୁରାଣ ଶ୍ରବଣେ ଯାର ସୁଦୃଢ଼ ଭକତି, ଗଙ୍ଗା ସ୍ନାନ ଫଳ ପାଏ ସେହି ମହାମତି। ପୁରାଣ ଭକ୍ତର ପ୍ରତି ଭକତି ଯାହାର, ପ୍ରୟାଗକୁ ଗମନର ଫଳ ହୁଏ ତାର। ପୁରାଣର ଧର୍ମ କଥା କରିଣ କୀର୍ତ୍ତନ, ସର୍ବପ୍ରାଣୀଙ୍କି ଉଦ୍ଧାର କରେ ଯେଉଁ ଜନ। ଯଥାର୍ଥରେ ସଂସାରେ ସେ ମହାପୁଣ୍ୟବାନ, ଅବହେଳେ ତରି ଯାଏ ଭବ ସିନ୍ଧୁ ଜାଣ। କାଶୀ ଗଙ୍ଗାର ସମାନ ତୀର୍ଥ ନାହିଁ କାହିଁ, ଉତ୍ତର ବାହିନୀ ପୁଣ୍ୟ ସଲୀଳା ସେ ଯହିଁ। ସେହି ଜାହ୍ନବୀର ତୁଲ୍ୟ ନାହିଁ କେଉଁ ସ୍ଥାନେ, ମାତୃ ସମ ଗୁରୁ ନାହିଁ ଏ ତିନି ଭୁବନେ। ବିଷ୍ଣୁ ତୁଲ୍ୟ ଶ୍ରେଷ୍ଠ ଦେବ ନାହିଁ କେ ଆବର, ଚାରୁ ହିଁ ପରମ ତତ୍ତ୍ୱ କହିଲିଟି ସାର। ଯେମନ୍ତେ ଶବ୍ଦର ସାର ମନ୍ତ୍ର ସମୁଦାୟ, ଆତ୍ମା ଅଟେ ଆଦି ଦେବ ଜାଣ ମୁନିରାୟ। ଶ୍ରେଷ୍ଠ ଧନ ବିଦ୍ୟା ବୋଲି ଜାଣିଛ ତେସନ, ସର୍ବତୀର୍ଥ ଶ୍ରେଷ୍ଠ ଗଙ୍ଗା ବୁଝ ହେ ତେସନ। ଯେଉଁପରି ବନ୍ଧୁ ନାହିଁ ଶାନ୍ତିର ସମାନ, ସତ୍ୟଠାରୁ ଶ୍ରେଷ୍ଠ ତପ ନାହିଁ ବିଦ୍ୟମାନ। ମୋକ୍ଷର ଅପେକ୍ଷା ଶ୍ରେଷ୍ଠ ଲାଭ ଆଉ ନାହିଁ, ନଦୀ ଶ୍ରେଷ୍ଠ ଗଙ୍ଗା ତଥା ବୁଝ ମନ ଦେଇ। ଏ ପାପ ସଂସାର ବନେ ଦେଖ ତପୋଧନ, ମହାଘୋର ଦାବାନଳ ଜଳେ ଅନୁକ୍ଷଣ। ଗଙ୍ଗା ନାମାମୃତ ମାତ୍ର ସେହି ଦାବାଗ୍ନି କି, ନିର୍ବାଣ କରି ପାରଇ ବୁଝ ସୁବିବେକୀ। ଏହି ସୁଧା ପାନ କରେ ଯେଉଁ ସାଧୁ ଜନ, ବ୍ୟାଧି ଦୁଃଖ କଷ୍ଟ ତାର ହୁଏ ବିମୋଚନ। ତେଣୁ କହେ ଧରା ମଧ୍ୟେ ସଜ୍ଜନ ନିକରେ, ଜାହ୍ନବୀ ଦେବୀଙ୍କି ପୂଜା କରନ୍ତି ଶ୍ରଦ୍ଧାରେ। ଗାୟତ୍ରୀ ଜାହ୍ନବୀ ଦୁହେଁ ପାଚକ ନାଶନ୍ତି, ବେଦଶାସ୍ତ୍ର ପୁରାଣରେ ଅଛି ଏ ଭକତି। ଧରାଧାମେ ମୋହ ବସେ ଯେଉଁ ମୂଢ଼ ଜନ, ଭକ୍ତି ନ କରେ ହାଙ୍କ ପ୍ରତି କଦାଚନ। ସେ ଜନ ପତିତ ଅଟେ ଶାସ୍ତ୍ରର ବିଚାରେ, ତାହାର ଉଦ୍ଧାର ଆଉ ନାହିଁ ଏ ସଂସାରେ। ସତୀ ଗାୟତ୍ରୀ ଦେବୀ ଯେ ବେଦର ଜନନୀ, ତାହାଙ୍କଠାରେ ଭକତି ରଖେ ଯେଉଁ ପ୍ରାଣୀ। କାମନା ସଫଳ ହୁଏ ଅବଶ୍ୟ ତାହାର, ପରମେଶ୍ୱରଙ୍କୁ ପାଏ ସେହି ବିଜ୍ଞାନର। ସେହି ରୂପେ ସିଦ୍ଧିଦାତ୍ରୀ ଜାହ୍ନବୀ ସୁନ୍ଦରୀ, ଉଭୟେ ଦୁର୍ଲଭା ଅତି ଏ ଜଗତ ଭରି। ତେସନେ ତୁଳସୀ ଆଉ ଶ୍ରୀହରିଙ୍କ ଠାରେ, ଏକାନ୍ତ ମାନସେ ଯେଉଁ ଜନ ଭକ୍ତି କରେ। ମନର କାମନା ପୂର୍ଣ୍ଣ ହୁଅଇ ତାହାର, ଅଧିକ ମୁଁ କି କହିବି ନିକଟେ ତୁମ୍ଭର। ଗଙ୍ଗାର ମହାତ୍ମ୍ୟ ଠିକେ କଲଇ ବର୍ଣ୍ଣନ,
सर्व दुख निवारिणी गंगा देवी जान। पतित पावनी गंगा पातक नाशिनी। धरा मध्ये तीर्थ श्रेष्ठा देवी सुरधुनी। ताहांकु दर्शन किंबा कलेटी स्मरण। ताहांकु पवित्र जले बढ़ाइले स्नान। महापातकी पापरु मुक्ति लाभ करे। अंतिमे आनंदे जाए श्री वैकुंठपुरे। नारायण जगन्नाथ सत्य सनातन। परम आनंदमय श्री मधुसूदन। गंगा नारायणी नाम जे भजे संसारे। नारायण सर्वसिद्ध अर्पन्ति ताहारे। तार अभिलाष निश्चय करन्ति पूरण। शास्त्रर कहानी एही कलिटी कीर्तन। कणिकाए गंगा जल मथारे सिंचिले। सेही प्राणी सर्व पाप मुक्त पाए भले। परम पद गमयी अंतिमे से जन। वेदर वचन एहा आहे तपोधन। बिंदु मात्र जार जल करन्ते स्पर्शन। सगर राजांक जेते वंशधर गण। राक्षसंक भाव त्याग करि सेवन। परम पदरे सर्वे होइछन्ति लीन। से गंगार सेवा करि बाह्य अनुक्षण। मोक्ष कामीर उचित आहे मुनिगण। एलिंग पुराणे ग्रंथ पूर्व आख्यान। हृदयबोध कर होई आनंदित मन। गंगा नारायण नाम रट दीवानिसी। पूजा कर ज्योतिर्लिंग श्रेष्ठ काशीवासी। श्री हरिहरंकु चिंत सदा भक्ति भरे। ए दुई मूर्ति रे भेद ज्ञान तेज दूरे। जेहु हर सेहु हरि जान हे निश्चय। हरि भक्त अटे सदा हरंकर प्रिय। हरि परायण जन जेउ भाग्यवंत। हर ताहा ठारे कृपा करन्ति अत्यंत। श्री हरिराय नाम बोली बारंबार। आनंदे मगन हेले सनत कुमार। सौनकादि मुनि माने परम उल्लासे। श्री हरिहर भजिले यथा अवकाशे। आहे नर नारी माने चिंत हरिहर। हरिहर नामे मेला महोत्सव कर। ए मिथ्या माया संसारे सार हरि नाम। करी कलुष नाशने महामोक्ष धाम। हरि नाम बिने आउ नाही नाही गति। एणु हरि हरि बोल कि बाकी बाराती। ए पुराण काशी खंड अमृत जलधि। कर्ण मुखे पान करी लग सर्व सिद्धि। जहा बनिछन्ति संस्कृत रे वेद व्यास। भाषा प्रबंध रे ताहा करे मो प्रकाश। पढ़ी शुणी पुराण तो सहु सर्वे। अधम क्षेत्र मोहन गीत छंदे भावे। इति श्रीलिंग पुराणे द्वितीय खंडे काशी क्षेत्रस्थ उत्तर वाहिनी गंगा महात्म्ये नाम 10 अध्याय। 11 अध्याय
କାଶୀଧାମରେ ଅନ୍ନପୂର୍ଣ୍ଣା ସ୍ତୋତ୍ର। ତରୁଣ ତପନ କାନ୍ତିଂ ଶାନ୍ତି ରୂପଂ ଶରଣ୍ୟଂ ସୁଷମ ବସନ ନାନା ଭୂଷଣୈ ଭାସମାନଂ ହୃଦ ରୁଚି ରୁଚି ରାସ୍ୟାଂ ଦେବ ବୃନ୍दैରୁପାସ୍ୟାଂ ବିପୁଳ ବିଭବ ପୂର୍ଣ୍ଣା ମନପୂର୍ଣ୍ଣାଂ ନମାମି। ସନତ କୁମାର ଉବାଚ ଶୁଣ ସର୍ବମୁନିଗଣ ଏବ ପୂର୍ବ କଥା କାଶୀଧାମେ ଅନ୍ନପୂର୍ଣ୍ଣା ବିରାଜନ୍ତି ଯଥା। ବାଳ ସୂର୍ଯ୍ୟ ସମ ପରି ଯାହାଙ୍କର ଆଭା ଶାନ୍ତିର ମୂରତି ଦେବୀ ସୁମଞ୍ଜୁଳ ପ୍ରଭା। ଶରଣାଗତ ବତ୍ସଳା ଅନ୍ନପଡ଼ି ଦାସୀ ମନୋହର ବସନା ଯେ ଶୁଦ୍ଧ ସ୍ୱର୍ଣ୍ଣଗାତ୍ରୀ। ନାନା ଭୂଷଣେ ଭୂଷିତା ସଦା ହାସ୍ୟମୁଖୀ ସୁନ୍ଦର ଦର୍ଶନ ପ୍ରଭାଜିଣେ ସିନ୍ଧୁମତୀ। ସେହି ଦନ୍ତ ପନ୍ତି ପ୍ରଭାଏ ମନ୍ତ ଶୋଭିତ ଝଲମଲେ କରେ ସଦା ମୁଖ ଉଦ୍ଭାସିତ। ଦେବଗଣଙ୍କର ଉପସନିଆ ସୁନ୍ଦରୀ ବିପୁଳ ବିଭବେ ପରିପୂର୍ଣ୍ଣା ବିଶ୍ୱେଶ୍ୱରୀ। ଏମନ୍ତ ଜଗଧାତ୍ରୀଙ୍କ ଚରଣ ପଙ୍କଜେ ନମସ୍କାର କରି ମୋହି ନିରନ୍ତର ଭଜେ। ଜଗତ ଜନନୀ ସତୀ ଗିରିରାଜ କନ୍ୟା ସକଳ ସୁଖଦାୟିନୀ ମହାଦେବୀ ଧନ୍ୟା। ମନ୍ଦାର କୁସୁମ ମାଳା ଶୋଭା ପାଏ ଗଳେ ଚନ୍ଦ୍ରକଳା ପ୍ରଭା ଶୋଭେ ଶ୍ରୀଲଲାଟ ସ୍ଥଳେ। ମସୃଣ ପରିପୂରିତ ଭାରେ ଦେହନତ ଅମୃତ କୁଙ୍କୁମ ଚୂର୍ଣ୍ଣେ ବକ୍ଷଜ ଚର୍ଚ୍ଚିତ। ସେହି ବିଷ୍ଣୁ ମାୟାଙ୍କର ଚରଣ ସରୋଜେ ନମସ୍କାର କରି ମୋହି ଅନୁକ୍ଷଣେ ଭଜେ। କଳ୍ପବୃକ୍ଷ ତଳେ ଯାର ମୂରତି ନିର୍ମିତ ଯେଉଁ ଦେବୀ ଶ୍ରେଷ୍ଠା କଳ୍ପବୃକ୍ଷେ ଆଚ୍ଛାଦିତ। ସର୍ବୋତ୍ତମ ଶିଳ୍ପୀ ବିଶ୍ୱକର୍ମାରେ ଗଠିତ ଚନ୍ଦ୍ର ସ୍ୱରୂପ ଯେ ଚନ୍ଦ୍ରାତପ ସମନ୍ୱିତ। ସୂର୍ଯ୍ୟକାନ୍ତ ମଣିମୟ ମନ୍ଦିର ମଧ୍ୟରେ ରମ୍ୟ ମରକତମୟ ବେଦୀର ଉପରେ ବିବିଧ ରତ୍ନ ଖଚିତ ଦିବ୍ୟ ସିଂହାସନେ ଅଧିଷ୍ଠାନ କରିଛନ୍ତି ପ୍ରସନ୍ନ ବଦନେ। ସେହି ଅଖିଳ ଜଗତ ପାଳିନୀ ଚରଣେ ନମସ୍କାର କରେ ମୋହି ଭକ୍ତି ଯୁକ୍ତ ମନେ। ମହାମଙ୍ଗଳ ଜନକ ଶିବ କର ତଳେ ଯେଉଁ ପତିବ୍ରତା ଦେବୀ ଅନ୍ନଦାନ ଛଳେ। ତ୍ରିଭୁବନ ଯାକର ସମସ୍ତ ଜୀବଙ୍କର କ୍ଷୁଧା ତୃଷ୍ଣା ନିବାରୁ ଅଛନ୍ତି ନିରନ୍ତର। ସୁବର୍ଣ୍ଣ ଡଙ୍ଗା ସୁବର୍ଣ୍ଣ ଅନ୍ନ ପାତ୍ର ଧରି ଦିବ୍ୟ ଶୋଭା ପାଉଛନ୍ତି ପରମା ସୁନ୍ଦରୀ। ସେହି ବିଷ୍ଣୁ ଶକ୍ତି ସର୍ବକଳୁଷ ହାରିଣୀ ଜଗତ ସୃଷ୍ଟିକାରିଣୀ ଦୁଃଖ ନିବାରିଣୀ। ପଡ଼ିଦାତ୍ରୀ ସାମନ୍ତଣୀ ରାଜରାଜେଶ୍ୱରୀ ତାହାଙ୍କ ଚରଣେ କୋଟି ପ୍ରଣାମ ମୋହରି। ସୁମଧୁର ରସାବଳୀ ଅନ୍ନ ପାଇବାରେ ଆନନ୍ଦେ ସୁର ଯୁବତୀଙ୍କର ସମକ୍ଷରେ। ଷୋଳପାଣିଙ୍କର ନୃତ୍ୟ ଦେଖି ଯେଉଁ ସତୀ
ଭୋର ଭଙ୍ଗି ଠାରି ମୃଦୁ ମୃଦୁ ହସୁଛନ୍ତି। ସେହି ଯମଦଣ୍ଡ ନିବାରିଣୀ ରକ୍ଷା କର୍ତ୍ରୀ, ଅଭୟ ପାଦ ପଦ୍ମରେ ମୋହର ପ୍ରଣତି। ହେ ଜନନୀ ଅନ୍ନପୂର୍ଣ୍ଣା ସତୀ ଜଗଦମ୍ବେ, ସମସ୍ତ ଜୀବଙ୍କ ରକ୍ଷାକାରିଣୀ ଗୋତୁମ୍ଭେ। ସ୍ମରଣ ମାତ୍ରେ ତୁମ୍ଭର ଭୟ ଚରଣ, सकल दुख संताप हुई हरण। भजने पूजने दर्शने की बानुहे, कि वर्णिबी मो विचारे ताहा समुदाय। तुम्भे आदि शक्ति महादेवी विष्णु माया, रमा उमा रूपे हरिहरंकर जाया। तुम्भे हिमालय सुता क्षीर सिंधु जेमा, तुम्भे ब्रह्मा विष्णु शिवंकर जे प्रणाम्या। तुम्भर तत्वगम्य आगो जगन्मात, तुम्भ चरण पद्मे मो कोटि प्रणपत्य। भोमात सुवर्णमयी जेउ काशी धाम, तुम्भर अटे अत्यंत प्रिय वासस्थान। तहि तुम्भे विहरुछ अति आनंदरे, सेठारे वास करंती जेउ सबु नरे। सेहि भगवान मानवंकु गो भया, सर्वदा नंद देउअछ करि दया। हे अन्नदायिनी मोर प्रति दया कर, तुम्भ पाद पद्मे करुअछि नमस्कार। हे जननी मोर एहि हृदय गृहटी, गोटिए काशी अटई अति परिपाटी। जेहेतु तुम्भर काशी क्षेत्र पंचकोशी, सेठारे सकल तीर्थ जोगु पुण्य राशि। पुण्यर कोश स्वरूप पंच तीर्थ सार, दशाश्वमेध लोलार्क तीर्थ जे आवर। आदि केशव श्री बिंदु साधव सहिते, मणिकर्णिकाए पांच तीर्थ अछि नित्य। तेसने मोर एकाशी अटे पांच कोशी, एथि मध्य पंच कोश रहिछि विशेषी। अन्नमय प्राणमय मनमय पुणी, विज्ञानमय आनंदमय तीर्थ श्रेणी। तुम्भ काशी स्वर्णमयी चमत्कार दिशे, मोहर एकाशी हिरण्यरे परकाशे। इत्यादि श्रुतिर द्वारा स्वर्णमयी बोली, प्रतिपादित हेउछि यथार्थ कहिली। एहा दुई दिगे इड़ा पिंगला जे नाड़ी, असी बरणा रूपेण रहिअछि जड़ी। हे भव भय नाशिनी जणाउछि शुण, मध्यस्थळे जे सुषुमणा नाड़ी अछि पूर्ण। उत्तर वाहिनी गंगा सेहि मुमणई, जेणु केबे हेले सेहु शुष्क न हुई। से हेतु ए गंगा अति दासिनी अटई, संतते सिक्त थिबारु केबे न सुखई। तुम्भर काशीर गंगा उत्तर वाहिनी, मोर एहि देह गंगा तथा गो जननी। असी बरणार गति स्थिरता जे नाही,
କେବେ ଭିତରେ କେବେ ବାବାରେ ବହଇ, ମାତ୍ର ଶ୍ରୀକାଶୀ ଧାମର ଗଙ୍ଗା ନଦୀ ଗତି। ସର୍ବଦା ଉତ୍ତର ଦିଗେ ଅଛି ଆଗସତି, ତେସ ନେଇଡ଼ା ପିଙ୍ଗଳା ଗତି ସ୍ଥିର ନାହିଁ। କେବେ ପୂରକ କେବେ ବାରେଚ ବହଇ, କିନ୍ତୁ ସୁଷୁମ୍ନାର ଗତି ସଦା ଊର୍ଧ୍ୱ ଦିଗେ। ଏଣୁ ଉତ୍ତର ବାହିନୀ ଗଙ୍ଗା ମନେ ଜାଗେ, ଜନନୀ ଗୋ ତୋର ପାଦେ କରୁଛି ପ୍ରାର୍ଥନା। ଦିନ କେତେ କାଶୀରେ ବାସ କର କିନା, ସେ କାଶୀରେ ଶିବ ନିଜେ କ୍ଷୁଧାର୍ଥ ହୋଇଣ। ଅନ୍ନ ପ୍ରାର୍ଥନା କରନ୍ତେ ଦେଲେ ଯଜ୍ଞ। ହେ ଦେବୀ ଏଥି ମୁଁ ଜୀବ ରୂପୀ ଶିବ ଏକ, ମୁକ୍ତିପ୍ରଦ ଭିକ୍ଷା ମାଗେ ତୋ ପାଦେ ଭିକ୍ଷୁକ। ପଞ୍ଚମୁକ୍ତି ମଧ୍ୟେ ସାର ସାଜୁଜ୍ୟ ମୁକତି, ଏହି ପରମ ଅମୃତେ ବଳେ ମୋର ମତି। ଦୟାମୟୀ ଦୟା ବହି କର ଗୋ ପ୍ରଦାନ, ତବ ଶ୍ରୀପାଦ ପଙ୍କଜେ ଏ ନିବେଦନ। ମୁଁ ଯେ ମନ୍ଦ ଗତି ଅତିହୀନ ଦୀନ ଜନ, ନ ଜାଣଇ ମାତା ମୋର ଭଜନ ପୂଜନ। କେବଳ ତୁ ହି ଜନନୀ ମୁହିଁ ତୋର ସୁତ, ପ୍ରାର୍ଥନା କରୁଛି ଘେନ ମୋର ପ୍ରଣିପାତ। ତୋର ପ୍ରୀତି ପାଇଁ ଅବା କିସ ଦେବି ମୁହିଁ, କେଉଁ ଉପଚାରେ ତୋର ପାଦ ପୂଜିବଇ। ଯେଣୁ ତୁହି ସର୍ବ ପୁଣି ତୋହର ଏ ସର୍ବ, ସର୍ବପ୍ରଦାୟିନୀ ତୋତେ କି ଅଛି ଅପୂର୍ବ। ସର୍ବଶୁଭା ସର୍ବଶକ୍ତିମୟୀ ଅଟୁ ତୁହି, ଏଣୁ ସର୍ବଦା ମୁଁ ତୋତେ ପ୍ରଣାମ କରଇ। ଅମୃତ ଭିକ୍ଷା ଦେଇ ମା କର ଗୋ ସନ୍ତୋଷ, ଏହା ବିନୁ ନାହିଁ ମୋର ଅନ୍ୟ ଅଭିଳାଷ। ମାତ୍ରାଦାନେ କୃପାମୟୀ ହର ମୋ କୋଷଣ, ଶ୍ରୀପାଦ ପଙ୍କଜେ ଅଳି କରେ ନିଶିଦିନ। ଏମନ୍ତେ ଅନ୍ନପୂର୍ଣ୍ଣାଙ୍କୁ ଶ୍ରଦ୍ଧା ଭକ୍ତି ଭରେ, ସ୍ତୁତି କରିବ ଆନନ୍ଦେ ନିର୍ମଳ ଚିତ୍ତରେ। ଅଶୁଭ ନାଶିନୀ ଅନ୍ନ କଷ୍ଟ ନିବାରିଣୀ, ଅଭୟ ବରଦାୟିନୀ ତ୍ରୈଲୋକ୍ୟ ତାରିଣୀ। ଅବଶ୍ୟ ପ୍ରସନ୍ନ ମନେ ଦେବେ ଇଷ୍ଟବର, ଅନ୍ନ କଷ୍ଟ ନ ବାଧିବ ନିମିଷେ ମାତର। ଶ୍ରୀୟା ଦେବୀ ଅନ୍ନପୂର୍ଣ୍ଣା ବିଷ୍ଣୁ ମନୋରମା, ମହାମାୟା ଜଗଦ୍ଧାତ୍ରୀ ଶିବଙ୍କର ବାମା। ରମା ଉମା ଏକ ମୂର୍ତ୍ତି ଅନ୍ନପୂର୍ଣ୍ଣା ନାମେ, ସର୍ବଶୁଭେ ବିରାଜନ୍ତି ସେହି କାଶୀ ଧାମେ। आहे ऋषि माने सदा होई आनंदित, अन्नपूर्णा देवी पादे कर दंडवत। एहिपरि अन्नपूर्णा स्तोत्र मनोहर, मुनि मेले बखाणिले सनत कुमार। ସେହି ସିଦ୍ଧ ସାଧୁଙ୍କର ଚରଣ ସାରସ, ଆଶ୍ରୟ କରି ପୁରାଣ ରତେ ଅହନିଶ। ଏ ଯେ ଶ୍ରୀଲିଙ୍ଗ ପୁରାଣ ଅମୃତ ସରସ, ପାନ କରି ନର ନାରୀ ସର୍ବେ ହୁଅତୋଷ। ଇଷ୍ଟଦେବ ଶ୍ରୀ ଗୁରୁଙ୍କ ପାଦ ପଦ୍ମେ ଆଶା,
भणे दिन क्षेत्रवासी प्रबंध भाषा। इति श्रीलिंग पुराणे द्वितीय खंडे अन्नपूर्णा स्तोत्र कथने नाम 12 अध्याय। त्रयोदश अध्याय अन्नपूर्णा स्तव रत्न। सौनक उवाच सौनक मुने कहन्ति परम सादरे हे ब्रह्मानंदन जाहा बनिल मोदरे अन्नपूर्णा देवींकर स्तोत्र मनोहर श्रवण करि लभिलो आनंद पार पुणी वर्णन करसी अन्नपूर्णा स्तव शुणिबाकु कौतुकी एथि मुनि सर्व। सनत कुमार वाच शुण हे तापस वृंद मन कन देई अन्नपूर्णा स्तव एबे कहुअछि मोहि निजे सदाशिव अन्नपूर्णांकर स्वामी अन्न भिक्षा नेबा बेले सेहि अंतर्जामी जेउ परी तांको पासे स्तुति करिथिले ताहा तुम्भ समीपरे बखाणुछि भले अमृत अन्न को पाई आपणे शंकर आनंद मने देवी की करी नमस्कार गाइले ताहांक स्तव डम्बरु बादने सुमधुरे गद गदे आपणा बदने। नमः कल्याण हे देवी नमः शंकर वल्लभे नमो भक्ति प्रिय देवी अन्नपूर्णे नमस्तुते नमो माया गृहीतांग नमः शंकर वल्लभे महेश्वर नमस्तुभ्य मंत्र पुण्ये नमस्तुते महामाये शिवे धर्म रूपे हर प्रिय वाञ्छादासी सुरेशानी अन्नपूर्णे नमस्तुते उद्यभानु सहस्रावे नयन त्रयभूषिते चंद्रचूड़े महादेवी अन्नदान रते नघे शिव नृत्य कृता मोदे अन्नपूर्णे नमस्तुते साधकाभीष्ट हे देवी भव दुख विनाशिनी कुच भारा नते देवी भव दुख विनाशिनी कुच भारा नते देवी अन्नपूर्णे नमस्तुते षट्कोण पद्म मध्यस्थे षडंग युवती मये ब्रह्मणे आदि स्वरूपे च अन्नपूर्णे नमस्तुते देवी चंद्र कृता पीडे सर्व साम्राज्यदायिनी सर्वानंद करे देवी अन्नपूर्णे नमस्तुते इंद्राद्यंचित पदाद्भजे रुद्रादि रूपधारिणी सर्व संपत् प्रदे देवी अन्नपूर्णे नमस्तुते पूजा काले पठेज्जस्तु स्तोत्रमेतत् समाहितः तत्सगहे स्थिरा लक्ष्मी जायते नत्र संशय प्रातः काले पठेज्जस्तु मनजाप पुरस्सरं तच्च चान्न समृद्ध स्यात् वर्धते च दिने दिने जस्मै जस्मै न दान्तव्यं न प्रकाश्यं कदाचन प्रकाशात् कार्यहानिः स्यात् तस्मात् यत्नेन गोपयेत् एहिपरि सदाशिव अन्नपूर्णा प्रति भिक्षा मागिबार छळे कले दिव्य स्तुति ଯେଉଁପରି ବାକ୍ୟ ଭିକ୍ଷା ପ୍ରାର୍ଥନା ସେ କଲେ ବର୍ଣ୍ଣନା କରୁଛି ତାହା ଶୁଣ ହେ ସକଳେ ନିତ୍ୟାନନ୍ଦ କରି ବରାଭୟ କରି ସୌନ୍ଦର୍ଯ୍ୟ ରତ୍ନା କରି ନିର୍ଧୁତାଖିଳ ଘୋର ପାପନକାରୀ प्रत्यक्ष माहेश्वरी प्रलयाचल वंश पावन करी काशीपुराधीश्वरी भिक्षां देहि कृपावलंबकारी मातान्न पुण्येश्वरी नाना रत्न विचित्र भूषण करी हेमांबराळेश्वरी मुक्ताहार विलंबमान विलसत् बक्षज कुंभांतरी काश्मीरागुरुवासी तारुचि करी काशीपुराधीश्वरी भिक्षा देहि कृपावलंबन करी मातान्न पुण्येश्वरी जोगानंद करी रिपुक्षय करी धर्मार्थ निष्ठाकारी चंद्रार्कनल भासमान लहरी त्रैलोक्य लक्षा करी
सर्वैश्चर्य समस्त वंचित करी काशीपुराधीश्वरी भिक्षां देहि कृपावलंबन करी माता न पुण्येश्वरी। कैलास चलकंदराजस्वर्गी गौरी उमा शंकरी कौमारी निगमार्थ गोचरकारी ओंकार बीजाक्षरी मुख्य द्वार कपाट पाटनकारी काशीपुराधीश्वरी भिक्षां देहि कृपावलंबन करी माता न पुण्येश्वरी। दृश्यादृश्य प्रभुत्व वाहनकारी ब्रह्मांड भाण्डधरी लीला नाटक सूत्र भेदन करी विज्ञान दीपांकुरी श्री विश्वेश मनः प्रसादन करी काशीपुराधीश्वरी भिक्षां देहि कृपावलंबन करी माता न पुण्येश्वरी। उर्वा सर्व जनेश्वरी भयहरी माता न पुण्येश्वरी बेणी नील समान कुंतल लहरी नित्यान दानेश्वरी भिक्षा देहि कृपावलंबन करी सिंबसी भावा करी आदिख्यान्त समस्त वर्णन करी सिंब स्त्री भावा करी काशीरात्र जलेश्वरी त्रिलहरी नित्यांकुरी सर्वरी कामांकांक्षरी जनदय करी काशीपुराधीश्वरी भिक्षां देहि कृपावलंबन करी माता न पुण्येश्वरी। दर्वी स्वर्ण विचित्र रत्न रचिता दक्ष करे संस्थिता बामे स्वादुपय धरी सहचरी सौभाग्य माहेश्वरी भक्ताभीष्ट करी दृश्य शुभ हरि काशीपुराधीश्वरी भिक्षां देहि कृपावलंबन करी माता न पुण्येश्वरी। चंद्र कानल कोटि कोटि सदृशा चंद्रांशु बिंबाधरी चंद्रकाग्नि समान कुंडलधारी चंद्रार्क वर्णेश्वरी माला पुस्तक पाशकांकुशधारी काशीपुराधीश्वरी भिक्षां देहि कृपावलंबन करी माता न पुण्येश्वरी। क्षेत्र प्राण करी महाभय करी माता कृपा सागरी साक्षान्नोक्ष करी सदाशिव करी विश्वेश्वरी श्रीधरी दक्षाक्रंद करी निरामय करी काशीपुराधीश्वरी भिक्षा देहि कृपावलंबन करी माता न पुण्येश्वरी। अन्नपूर्णे सदा पुण्ये शंकर प्राणवल्लभे ज्ञान वैराग्य सिद्ध्यर्थम भिक्षां देहि च पार्वती माता पार्वती देवी पिता देव महेश्वरी बांधवा शिव भक्ताश्च स्वदेश भुवनत्रयम् आहे ऋषि माने सर्वे मने कर चिंता माता जे पार्वती देवी महेश्वर पिता तेने भुवन केवल स्वदेह विचार शिव भक्तों को बांधव बोली मने कर अन्नपूर्णा महादेवी हेबे सुप्रसन्ना पूर्ण करिबे अचिरे सकल वासना एमन्ते ऋषि मंडले सनत कुमार अन्नपूर्णा स्तव रत्न कलेक प्रचार एहि जे लिंग पुराण अमृत बारिधि पढ़ी शुणी नर नारी लभ सर्वसिद्धि महामुनि व्यास देव जहा छंती गाई सूक्ष्म भाषा बंधे ताहा बरनिले मोहि इष्ट देवंक चरण पद्मे करी ध्यान क्षेत्र मोहन रस करिव रचना। इति श्रीलिंग पुराणे द्वितीय खंडे नाम त्रयोदश अध्याय।